ଜୟ ଜଗନ୍ନାଥ। କଥା ମଲ୍ଲାର ପରିବାରକୁ ଆପଣମାନଙ୍କୁ ସ୍ୱାଗତ। ଯଦି ଏ ଯାଏଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଜଲ୍ଦି କରିଦିଅନ୍ତୁ ନା। ଆମର ସମସ୍ତ ନୂଆ ନୋଟିଫିକେସନ୍ ଯଦି ପ୍ରଥମେ ଆପଣ ପାଇବାକୁ ଚାହୁଁଥାନ୍ତି ତେବେ ବେଲ୍ ଆଇକନ୍କୁ ଦବେଇ ଦିଅନ୍ତୁ। ଗପ ଭଲ ଲାଗିଲେ ତାକୁ ଲାଇକ୍ ଆଉ ସେୟାର କରନ୍ତୁ। ଆଜି ଶୁଣିବା ଗଳ୍ପ ତୃଷ୍ଣା ନଈରେ ବନ୍ୟା। ରଚନା ଏବଂ ଉପସ୍ଥାପନା ମଧୁମିତା ମହାନ୍ତି। ନେଇଥିଲା ନା ନେଞ୍ଜେରା? ନା ମୋ ପାଇଁ କାନ୍ଦିବାକୁ କି ହସିବାକୁ କେହି ଥିଲେ, ନା ମୁଁ କାହା ପାଇଁ ହସିବି କି କାନ୍ଦିବି ବୋଲି ଭାବୁଥିଲି। ଏ ଦୁନିଆରେ ମୁଁ ଏକା ଥିଲି। ବାବା ତ କେବେଠୁ ଥାଇ ନଥିଲା ଭଳି ଥିଲେ। ତାଙ୍କ ସହିତ କୌଣସି ସମ୍ପର୍କ ଆମର ନଥିଲା। ମା ଥିଲା ମୋ ସଂସାରର ଏକମାତ୍ର ସୂର୍ଯ୍ୟ। କିନ୍ତୁ ଦିନେ ଟ୍ରକ୍ ତଳେ ପଡ଼ିଗଲା ସିଏ। ବୟସ କମ୍ ଥିଲେ ବି ବାବା ମାଙ୍କ ଭିତରର ମତାନ୍ତର ମନାନ୍ତରର କାରଣ ମୋର ଅଗୋଚର ନଥିଲା। ବାବା ଥିଲେ ଦୀର୍ଘଦେହୀ, ଚକଚକ୍ ରଙ୍ଗର ତ୍ୱଚା ଉପରେ ଉଜ୍ଜଳ ଧଳା ରଙ୍ଗର ଧୋତି ତାଙ୍କୁ ଅପୂର୍ବ କରି ତୋଳୁଥିଲା। ମା କିନ୍ତୁ ଥିଲା ଭାରି କୁତ୍ସିତା। ନା ରଙ୍ଗର ଜୋର ଥିଲା, ନା ମୁହଁ କି ଦେହର ଗଠନ। ଜେଜିମାଙ୍କ ଚେହେରାର ପ୍ରତିଛବି ଥିଲେ ବାବା। ଦିବ୍ୟ ସୁନ୍ଦରୀ ଲକ୍ଷ୍ମୀ ଠାକୁରାଣୀର ରୂପ ନେଇ ବୈଧବ୍ୟରେ ବି ଝଟକୁଥିଲା ମୋ ଜେଜିମା। ଚିହ୍ନା ଜଣା ପାଖ ପଡ଼ିଶା କେବେ କେବେ କହିବାର ଶୁଣିଛି, ବାହାବେଦୀରେ ଯେତେବେଳେ ବାବାଙ୍କର କଞ୍ଚା ହଳଦୀ ରଙ୍ଗର ହାତ ସାଙ୍ଗେ ମାର କଳା କଟକଟ ହାତ ଛନ୍ଦି ଦିଆଗଲା, ବାବାଙ୍କର ସୁନ୍ଦର ତୀକ୍ଷ୍ଣ ନାକଟା ଘୃଣାରେ ଉଠି ଯାଇଥିଲା ଉପରକୁ। ଜୀବନର ଏକମାତ୍ର ମହେନ୍ଦ୍ର ବେଳା ବୋଧହୁଏ ତାଙ୍କ ପାଇଁ କାଳବେଳା ପାଲଟି ଯାଇଥିଲା। ମୋ ଜନ୍ମ ପରେ ଦିନେ ବାବା ସହରକୁ ସଉଦା ଆଣିବା ବାହାନାରେ ଗଲେ ଯେ ଆଉ ଫେରିଲେନି। ବହୁତ ଦିନ ପରେ ଯେତେବେଳେ ଖବର ମିଳିଲା ବାବା ଆର ଗାଁର ମଖମଲି ଝିଅ ଚନ୍ଦ୍ରାକୁ ବି ସାଙ୍ଗରେ ନେଇଯାଇଛନ୍ତି ଏବଂ କୋଉ ଗୋଟିଏ ଦୂର ସହରରେ ସଂସାର ପାତିଛନ୍ତି, ମା ସେଦିନ ଖାଲି ଅଳ୍ପ ହସି ଦେଇଥିଲା। ଭାଗ୍ୟ ବଳରୁ ମୁଁ ଥିଲି ବାବାଙ୍କ ଭଳି ରଜତ ବର୍ଣ୍ଣା। ରଜ କି କୁମାର ପୂର୍ଣ୍ଣମୀରେ ଅଳ୍ପ ସାଜସଜ୍ଜାରେ ବି ମୁଁ ଝଟକୁଥିଲି ଦପ୍ ଦପ୍ କରି। ମୁଁ ଖୁବ୍ ଭଲ ପଢ଼ୁଥିଲି, କିନ୍ତୁ ପୁଅମାନଙ୍କ ପ୍ରତି ମୋ ମନରେ ଏକ ପ୍ରଗାଢ଼ ବିତୃଷ୍ଣା ରହିଥିଲା। ଖାଲି ବିତୃଷ୍ଣା ନୁହେଁ, ମୋ ମନ ଭିତରେ ସବୁବେଳେ ପ୍ରତିହିଂସାର ନିଆଁଟେ ଦିକ୍ ଦିକ୍ ହେଇ ଜଳୁଥିଲା। ଯେତେ ଯେତେ ବୟସ ବଢ଼ିଲା, ମୋ ଭିତରେ ସେତେ ସେତେ ଗୋଟାଏ ଅଯଥା ଝୁଙ୍କ୍ ମୁଣ୍ଡ ଟେକିଲା। କୌଣସି ପୁରୁଷର ଫାଶରେ ପଡ଼ିବିନି, ଅଥଚ ସମସ୍ତଙ୍କୁ ନଚେଇବି ସୂତାଖିଅରେ। ଏମିତି ଏକ ଅଦ୍ଭୁତ ଚିନ୍ତାଧାରାକୁ ମୁଁ ଜାଣି ଜାଣି ଆପଣେଇ ନେଲି। ୟା ଭିତରେ ମୁଁ ଭଲ ଚାକିରି ଖଣ୍ଡେ ପାଇଯାଇଥିଲି। ଚଳିବାରେ ଅସୁବିଧା ନଥିଲା। ମୋ ରୂପକୁ ଘଷି ମାଜି ଆହୁରି ଚିକ୍କଣ କରିବା ପାଇଁ ପାର୍ଲରରେ ନିୟମିତ କିଛି ଟଙ୍କା ଅଜାଡୁଥିଲି। ଫଳତଃ ମୁଁ ଆହୁରି ଚକଚକ୍ ଦିଶୁଥିଲି। ନିଆଁ ହୁଳାଟେ ଭଳି ଦପ୍ ଦପ୍ କରୁଥିଲି। ଅନେକ ପତଙ୍ଗ ଉଡ଼ି ଆସୁଥିଲେ ମୋ ଆଡ଼କୁ ସ୍ୱଇଚ୍ଛାରେ ଏଠି ଝାସ ଦେବା ପାଇଁ। ମୁଁ ବି ସମସ୍ତଙ୍କ ଆଡ଼କୁ ହାତ ବଢ଼େଇ ଦେଉଥିଲି। ମୋ ହ୍ୱାଟ୍ସଆପ୍ରେ ଅନେକ ମେସେଜ, ଫେସବୁକ୍ରେ ନୀତି ନୀତି ନୂଆ ଫ୍ରେଣ୍ଡ ରିକ୍ୱେଷ୍ଟ। ମୋ ଘର ଚାରିପଟେ ରାତି ପାହିଲେ ଅନେକ ଚିହ୍ନା ଅଚିହ୍ନା ବୟସ୍କ ଯୁବକ ମୁହଁର ଭିଡ଼। ଅଥଚ ମୁଁ ଥିଲି ପଦ୍ମପତ୍ରରେ ଟୋପାଏ ଢଳ ଢଳ ପାଣି। କାହାରି କହିବାରେ ସାମର୍ଥ୍ୟ ନଥିଲା ମୁଁ କାହା ସାଙ୍ଗେ ଅନୈତିକ ସମ୍ପର୍କଟେ ରଖିପାରିଛି ବୋଲି। ଏସବୁ ଭିତରେ ମୋ ଚରିତ୍ରର ଆଉ ଏକ ଦିଗ ଥିଲା, ମୁଁ ଭୟଙ୍କର ଈଶ୍ୱର ବିଶ୍ୱାସୀ ଥିଲି। ଚାକିରି, ଘର କାମ ବାହାରର ସମସ୍ତ ସମୟ ମୁଁ ଠାକୁର ଘରେ କଟଉଥିଲି। ପୂଜା, ପାଠ, ଭଜନ, ଉପାସନା ମୋ ପାଇଁ ଅନେକ ଆନନ୍ଦର ଦ୍ୱାର ଖୋଲି ଦେଉଥିଲା। ସମୟ ପାଇଲେ ମୁଁ ଧ୍ୟାନମଗ୍ନ ହେଇଯାଉଥିଲି। ବାହ୍ୟ ଜଗତ ପ୍ରତି ସମ୍ପୂର୍ଣ୍ଣ ବୀତସ୍ପୃହ ହେଇଯାଉଥିଲି। ମୋ ଅନ୍ତଃକରଣରେ ଖାଲି ବାଜି ଉଠୁଥିଲା ଈଶ୍ୱରଙ୍କ ନାଁ। ଓଙ୍କାର ଧ୍ୱନିରେ ଅହରହ ସ୍ନାନ କରୁଥିଲା ମୋ ହୃଦୟ। ମୋର ସ୍ୱାମୀ ନଥିଲେ,
ଯାହାଙ୍କ ମଙ୍ଗଳ କାମନା କରି ମୁଁ ଦୀପ ଜଳିଥାନ୍ତି। ମୋ ପୁଅ ଝିଅ ବି ମୋ ଘର ମୁଖରିତ କରୁନଥିଲେ। ଯେଉଁମାନଙ୍କର ପରୀକ୍ଷା ଦିନ ସକାଳୁ ଗାଧେଇ ପାଧେଇ ମୁଁ ମଙ୍ଗଳ କଳସ ବସେଇଥାନ୍ତି। ବାପା ମା ବି ନଥିଲେ, ଯେଉଁମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମୁଁ ଗୁହାରି କରିଥାନ୍ତି। ମୋ ପ୍ରାର୍ଥନାର ଲକ୍ଷ୍ୟ ମୁଁ, ଆରମ୍ଭରୁ ଅନ୍ତିମ ଯାଏଁ ମୁଁ ହିଁ ଥିଲି। ମୋର ଥିଲା ଗୋଟିଏ ଆନ୍ତରିକ ଜଣାଣ। ଦିନ ରାତି ମୁଁ ସେଇଆ ଗୁଣୁଗୁଣଉଥିଲି। ପ୍ରଭୁ, ମୋ ଚେହେରାରେ ବୟସର ଛାପ ପକାଅନି। ମୃତ୍ୟୁ ପର୍ଯ୍ୟନ୍ତ ମୁଁ ଏମିତି ଥାଏ। ଏଇ ଗହବା କଳା ମଚମଚ କେଶ, ଶକ୍ତ ତ୍ୱଚା, ସୁଗଠିତ ଶରୀର। ମୋ ଦାନ୍ତ ସେତିକି ଶକ୍ତ ଥାଉ, ଆଖି କେବେ ପ୍ରଚକ୍ଷୁ ନ ଲୋଡୁ। ଦେହ ହାତରେ ଭର୍ତ୍ତି ହେଇଥାଉ ଅମାପ ବଳ। ପୃଥିବୀର ନିମ୍ନରୁ ନିମ୍ନତର ସ୍ୱର ମୋତେ ନିର୍ବିବାଦରେ ଶୁଭୁଥାଉ ଶେଷ ପର୍ଯ୍ୟନ୍ତ। 40 ଟପିସାର ଥିଲା ମୋତେ, ଅଥଚ ଗଭୀର ଈଶ୍ୱର ବିଶ୍ୱାସ କି ପ୍ରବଳ ଭକ୍ତି ପାଇଁ କି କ'ଣ କେଜାଣି ସମସ୍ତେ ଭାବୁଥିଲେ ମୁଁ 30ରୁ ଉର୍ଦ୍ଧ୍ୱ ନୁହେଁ। ମୁଁ ହସୁଥିଲି, ମୁଁ ଆତ୍ମବିସ୍ମୃତ ହେଉଥିଲି। ସେଦିନ ସକାଳୁ କିନ୍ତୁ ବଜ୍ରପାତଟେ ମୋ ପାଇଁ ଅପେକ୍ଷା କରିଥିଲା। ହଠାତ୍ ଦେଖିଲି କାନମୂଳରେ ଚିକ୍ ଚିକ୍ କରୁଛି କେଇଟା ଧଳା କେଶ। ତାର ସଂଖ୍ୟା ଅବଶ୍ୟ ନଗଣ୍ୟ ଥିଲା, ମାତ୍ର ଗୋଟିଏ କି ଦିଟା, ଅଥଚ ମୋ ଭିତରେ ଦୃଢ଼ କମ୍ପନଟେ ହେଇଗଲା। ତାହେଲେ ବାର୍ଦ୍ଧକ୍ୟ ଛୁଇଁଲା ମୋତେ? ଏତେ ସାବଧାନତା, ବିକଳ ପ୍ରାର୍ଥନା ସତ୍ତ୍ୱେ ବି ମୁଁ ଦଗ୍ଧ ହେଇଗଲି। ଦୁହିଁ ହେଇଗଲି ସମସ୍ତଙ୍କ ଅଜାଣତରେ। ଚିହ୍ନା ପାର୍ଲରର ସେ ନିତିଦିନିଆ ଝିଅଟି ବୁଝେଇଲା ମୋତେ, ଚୁଟି ପାଚିଲେ କ'ଣ ଆଜିକାଲି କିଏ ବୁଢ଼ା ହଉଛନ୍ତି? ଗାର୍ନିୟରର ରଙ୍ଗ ଦେଇ ମୋ କଳା କେଶରେ ମୁଗୁନି ପଥରର ଚମକ ଆଣିଦେଲା ସିଏ। ମୁଁ ତୃପ୍ତ ହେଲି ସିନା, ମାସଟେ ପରେ ଦେଖିଲା ବେଳକୁ ମୋ ଆଖି ତଳେ ବହଳ କଳାର ପ୍ରଲେପ। ମୋ ମୁଖମଣ୍ଡଳର ମସୃଣ ତ୍ୱଚାରେ ଲହଡ଼ି ଭାଙ୍ଗୁଛି ବୟସାଧିକ୍ୟର ଛାପ। ସେ ଝିଅଟି ପୁଣି କହିଲା, ରିଙ୍କଲ ଆସିଲାଣି ମ୍ୟାଡ଼ାମ, ଫେସିଆଲ କଲେ ଠିକ୍ ହେଇଯିବ। ସବୁ ସାଧନା ଜାରି ରଖିଥିଲି, ହେଲେ ବି ଭିତରେ ଭିତରେ ଭାଙ୍ଗି ପଡ଼ୁଥିଲି। ସତରେ କ'ଣ ମୋତେ ବି ବାର୍ଦ୍ଧକ୍ୟ ଗ୍ରାସିବ? 4 ଜଣ ଜ୍ୟୋତିଷ ମୋ ହାତ ଦେଖି ଜାତକ କଷି କହିଛନ୍ତି ଯେ ମୋର ଆୟୁଷ 93 ବର୍ଷ। ଏଇ ତେଜିଆନ ଚେହେରା ନେଇ ସେ ପ୍ରାଚୀର ଛୁଇଁବା ସିନା ଗୌରବର କଥା, ଆଉ ଲଳିତ ଚର୍ମ, ଆଖିରୁ ଲେଞ୍ଜେରା ବୋହି ଯାଉଥିବ, ପାଦ ଏଠି ବୋଇଲେ ସେଠି ପଡ଼ୁଥିବ, ହାତ ବୋଲ ମାନୁ ନଥିବ, ସ୍ମରଣ ଶକ୍ତିରେ ଭାରସାମ୍ୟ ନଥିବ, କେବେ ପୁଣି ବିଛଣା ଅସନା ହେଉଥିବ ତ କେବେ ଘରଦ୍ୱାର ମଇଳା, ଦାନାଟେ ଖାଇଲେ ହଜମ ହଉନଥିବ, ଛି ଛି କରୁଥିବେ କିଏ କିଏ। ଉଫ୍, ଭୟରେ ମୁଁ ଆଖି ବନ୍ଦ କରିଦେଲି। ତଥାପି ଚକଚକ୍ ମୋ ଗାଲ ଉପର ଦେଇ ବୋହି ଆସିଲା 2 ଧାର ଲୁହ। ସମୟକୁ ସେଇଠି ସ୍ଥିର କରିବା ପାଇଁ ଯାହା ଆବଶ୍ୟକ ସବୁ କଲି। ଆକ୍ୟୁପ୍ରେସର, ଫିଜିଓଥେରାପି, ଦେଶୀ ଚିକିତ୍ସା, ଯୋଗ, ପ୍ରାଣାୟାମ, ସବୁ। ୟା ଭିତରେ 60 ଟପିସାରି ଥିଲି ମୁଁ। ସତ ସତର୍କତା ସତ୍ତ୍ୱେ ବି ବୟସଟା ମୋ ଭିତରକୁ ଧସେଇ ପଶି ଆସୁଥିଲା। ମୋ ମସ୍ତକରେ ମରୁଭୂମିର ତୃଷ୍ଣା। କେଶହୀନ ହେଇ ଆସୁଥିଲା ମୋ କଳା ଘୁମର ମୁଣ୍ଡ। ମୁହଁରେ ଅଗଣିତ ରେଖାର ତାଣ୍ଡବ। ସେଦିନ ସତରେ ଭାଙ୍ଗି ପଡ଼ିଲି ମୁଁ। ଖବରକାଗଜର ଅକ୍ଷର ମୋତେ ଦିଶୁନଥିଲା। ଦୃପ୍ତ ଅଭିମାନରେ ମୁଁ ଠାକୁର ଖଟୁଲି ତଳେ ଭାଙ୍ଗି ପଡ଼ିଲି। ହେ ପ୍ରଭୁ, କାମନା ତ ମୋର ଗୋଟିଏ ମାତ୍ର ଥିଲା, ସେତିକି ପୂରଣ କଲନି? ସାମାନ୍ୟ ବାର୍ଦ୍ଧକ୍ୟକୁ ମୋଠୁ ଦୂରେଇ ରଖିପାରିଲନି? କାହିଁକି ମୋ ବହୁମୂଲ୍ୟ ସମୟର ସିଂହଭାଗ ତୁମକୁ ସମର୍ପିବି ମୁଁ? ହଠାତ୍ ମୃଦୁନୀଳ ଆଲୋକର ଦ୍ୟୁତିରେ ଉଦ୍ଭାସିତ ହେଇଗଲା ଚତୁର୍ଦିଗ। ଚମକି ଅନେଇଲି ମୁଁ। ଆଲୋକର ଏକ ବର୍ଣ୍ଣାଢ୍ୟ ଗୋଲକ ଭିତରେ ମୃଦୁ ମୃଦୁ ହସୁଥିଲେ ସ୍ୱୟଂ ଭଗବାନ। ସତ ସତ ଲାଗୁଥିଲେ ବି ବୋଧହୁଏ ସ୍ୱପ୍ନ ଥିଲା ସେଇଟା। ମୁଁ ଭାଙ୍ଗି ପଡ଼ିଲି। ପ୍ରଭୁ, ଏଇ ଟିକକ ମାଗୁଣି ମୋର ପୂର୍ଣ୍ଣ କର। ସମୟ ଏଇଠି ଅଟକି ଯାଉ। 90ରୁ ତ ଅଧିକ କୁଆଡ଼େ ମୋ ଆୟୁଷ। ଦେବ,
ମୃତ୍ୟୁ ପରେ ବି ଲଳିତ ଚର୍ମ, ପକ୍କ କେଶ, ଦନ୍ତହୀନ ସେ ଫଟୋ ଦେଖିଲେ ମୋ ଆତ୍ମା ଶାନ୍ତି ପାଇବନି। ସ୍ଥିର ବୟସଟେ ମୋ ସହିତ ମୃତ୍ୟୁ ପର୍ଯ୍ୟନ୍ତ ଯାତ୍ରା କରୁ। ଅନ୍ତତଃ ଯିଏ ମୋ ମରଣୋତ୍ତର ଫଟୋ ଦେଖିବ ସେ କହିବ ତ, ଆଃ, ଦେଖ ନା, ବୟସରେ ଶତକ ହାସଲ କରିବାକୁ ଯାଉଥିବା ଏ ବୃଦ୍ଧା ମୃତ୍ୟୁ ବେଳେ ବି କି ସୁନ୍ଦରୀ ଥିଲେ। ବୟସ ତ 50ରୁ ଅଧିକ ବୋଲି ଆଦୌ ଜଣାପଡ଼ୁନି। ପ୍ରଭୁ, ମୋର ମୋକ୍ଷ, ନିର୍ବାଣ କି ପୁନର୍ଜନ୍ମ ଲୋଡ଼ା ନାହିଁ। ମୋତେ ଏତିକି ଦିଅ ପ୍ରଭୁ। ମୁଁ ଜିଦ୍ କରି ଚାଲିଥିଲି। ଈଶ୍ୱରଙ୍କ ହସ ହସ ମୁହଁ ଗମ୍ଭୀର ହେଇ ଆସୁଥିଲା। ମୁଁ ଦୃଢ଼ ନିଶ୍ଚିତ ଥିଲି, ଭକ୍ତର ଭଗବାନ ନିଶ୍ଚୟ ମୋର ମାଗୁଣି ପୂର୍ଣ୍ଣ କରିବେ। ପରଦିନ ସକାଳୁ ଭୀଷଣ ଏକ କୋଳାହଳରେ ମୋ ନିଦ ଭାଙ୍ଗିଗଲା। ମୁଁ ଆଚମ୍ବିତ ହେଲି। ମୁଁ ମୋ ପଲଙ୍କରେ ଶୋଇଥିଲି। ଠିକ୍ ପୂର୍ବ ରାତି ଭଳି ଗୋଲାପୀ ନାଇଟି ମୋ ଦେହରେ ଥିଲା। ପୁଣି ମୁଁ ଠିଆ ହେଇଥିଲି କାନ୍ଥକୁ ଲାଗି ପଲଙ୍କ ଧାରରେ। ଆରେ, ଇଏ କେମିତି ସମ୍ଭବ? ମୁଁ ଏମିତି ବିଭକ୍ତ ହେଲି କେମିତି? କାହିଁକି? ମୋ ଘର ଭିତରେ ଅସମ୍ଭବ ଭିଡ଼। କିଏ ଜଣେ ଷ୍ଟେଥୋ ଧରି ମୋର ହୃତ୍ସ୍ପନ୍ଦନ ମାପୁଥିଲେ। କଚଟି ଧରି ନାଡ଼ି ଦେଖୁଥିଲେ। କିଛି ସମୟ ପରେ ସେ ମୁଣ୍ଡ ହଲେଇଲେ। କହିଲେ, ସି ଇଜ୍ ନୋ ମୋର୍, ସରି, ମାସିଭ୍ ହାର୍ଟ ଆଟାକ୍। ଆଉ ଜଣେ କିଏ ମୋ ମୁହଁ ଉପରକୁ ଚଦରଟା ଟାଣିଦେଲା। ଚିହ୍ନା ଅଚିହ୍ନା ସମସ୍ତଙ୍କ ଆଖିରେ ଜକଉଥିଲା ଲୁହ। ମୁଁ ହାତ ହଲଉଥିଲି, ଚିତ୍କାର କରୁଥିଲି, କହୁଥିଲି, ହେ ଦେଖ, ମୁଁ ମରିନି, ଏବେ ବି ବଞ୍ଚିଛି। ମୋର ବୟସ ଏବେ ମାତ୍ର 51। ଆହୁରି 42 ବର୍ଷ ମୁଁ ବଞ୍ଚିବି ଏଇ ଚେହେରା ନେଇ। କେହି ଶୁଣିପାରୁନଥିଲେ ମୋ ଡାକ। କେହି ଦେଖିପାରୁନଥିଲେ ମୋର ଆର୍ତ୍ତ ଅଭିନୟକୁ। ମୁଁ ନିଜେ ବି 100 ଚେଷ୍ଟା କରି ମୋ ମୁହଁ ଉପରୁ ଚାଦରଟା ହଟେଇ ପାରୁନଥିଲି, କି ପଲଙ୍କ ଉପରର ମୁଁ ଆଖି ଖୋଲି ପାରୁନଥିଲି। ଖାଲି ସେତିକି ପାରିଥିଲେ ପ୍ରମାଣ କରିପାରିଥାନ୍ତି, ମୁଁ ଜୀବିତ, ଏବେ ବି। ସେମାନଙ୍କ କୋଳାହଳରୁ ବୁଝୁଥିଲି ସକାଳୁ ଠିକା ଚାକରାଣୀ ଆସି କବାଟ ବାଡ଼େଇଲା। ମୁଁ ଶୁଣିଲିନି। କ୍ଷୀରବାଲା, ପେପରବାଲା ଆସିଲା ପରେ 3 ଜଣ ମିଶି ଅନ୍ୟମାନଙ୍କୁ ଡାକିଲେ। କବାଟ ତାଡ଼ି ସେମାନେ ଘରେ ପଶିଲେ। ସେତେବେଳକୁ ମୁଁ କୁଆଡ଼େ, ହାତ୍, ମିଛୁଆ ଗୁଡ଼ାକ। ମୋ କାନ ପରା ଏବେ ବି ତୀକ୍ଷ୍ଣ। ମୋତେ ଶୁଭିବନି କେମିତି? ମୋ ପାଇଁ କୋକେଇ ବନ୍ଧା ହଉଥିଲା। ମୁଁ ସେମାନଙ୍କ ପାଟିରେ ହାତ ଦଉଥିଲି। ସେମାନଙ୍କ ହାତ ଧରି ପକଉଥିଲି। ହେଲେ କାଲି ଯାଏଁ ଯିଏ ମୋ ପଛରେ ଗୋଡ଼େଇ ହଉଥିଲେ, ସେମାନେ ଆଜି କେହି ମୋ କଥାକୁ ଖାତିର କରୁନଥିଲେ। ମୁଁ କାନ୍ଦି ପକେଇଲି। ଏତେ ଶୀଘ୍ର ଏତେ ସୁନ୍ଦର ଦୁନିଆ ଛାଡ଼ି ଯିବାର ଇଚ୍ଛା ମୋର ଜମାରୁ ନଥିଲା। ଏବେ ବି ଯେ ମୁଁ ଥିଲି ରାଣୀ ମହୁମାଛି। ମୋ କୋକେଇ ଉଠିଲା। ଖଇ ଖୁଚୁରା ପଇସା ଭିତରେ ନିରିମାଖି ମୁଁ ଠିଆ ହେଇଥିଲି କାନ୍ଥକୁ ଆଉଜି। ହଠାତ୍ ସେଦିନ ଭଳି ନୀଳାଭ ଦ୍ୟୁତିରେ ଝଲସିଗଲା ମୋ ସାମ୍ନା କାନ୍ଥ। ମୁହୁର୍ମୁହୁ ବଦଳୁଥିବା ଆଲୋକର ବନ୍ୟା ଭିତରେ ମୋ ସାମ୍ନାରେ ଉଭା ହେଲେ ସ୍ୱୟଂ ଈଶ୍ୱର। ଏବେ ବି ତାଙ୍କ ଓଠରେ ଧାରେ ହସ। ମୁଁ ଲୁଟିଗଲି ତାଙ୍କ ପାଦ ତଳେ। ପ୍ରଭୁ, ଗୋଟାଏ ତ କାମନା ଥିଲା ମୋର, ସେତିକି ବି ପୂର୍ଣ୍ଣ କଲନି। ମୋ ମୃତ୍ୟୁରେ ସିଏ କିନ୍ତୁ କାନ୍ଦିଲେନି। ବରଂ ସେମିତି ହସି ହସି କହିଲେ, କଲି ତ, ତୋର ଏଇ ପ୍ରତିଛବି ରହିଯିବ ଯୁଗ ଯୁଗ ଧରି। ମୁଁ ପୁଣି ମଥା କୋଡ଼ିଲି। ହେଲେ ମୋର ଆୟୁଷ ଯେ ଆହୁରି ଅନେକ ବର୍ଷ ଥିଲା। ସେଇ ବୟସରେ ବି ଏଇ ଚେହେରା ମୋର କାମ୍ୟ ଥିଲା। ପ୍ରଭୁ, ଏତିକି ବୁଝିଲେନି ଆପଣ? ବୁଝିଛି। ବୁଝିଛି ବୋଲି ତ ଏମିତି ବନ୍ଦୋବସ୍ତଟେ କରିବାକୁ ହେଲା ମୋତେ। ଯାହା ସୃଷ୍ଟିର ନିୟମ ତୁ ତାର ବ୍ୟତିକ୍ରମ ଚାହୁଁଥିଲୁ। ସମୟ ତ ଏମିତି ଯେ ସେ ଗଡ଼ିବ ମାନେ ସମସ୍ତଙ୍କୁ ଗଡ଼େଇ ନେବ ତା ସାଙ୍ଗରେ। ଗଛରେ ପତ୍ରଟେ ହେବ ମାନେ ସେ ପାଚିବ। ପ୍ରାଣୀଟେ ଜନ୍ମ ହେବ ମାନେ ସେ ବୟସ୍କ ହେବ। ସମୟର ଗତି ସହ ତାଳ ଦେଇ ପ୍ରାଣୀର ଶାରୀରିକ ଅଭିବୃଦ୍ଧି ବି ଘଟିଥାଏ। ସ୍ଥିର ମୁହୂର୍ତ୍ତଟେ ତୋ ପାଇଁ ମୁଁ କାହୁଁ ଆଣିଥାନ୍ତି? ଈଶ୍ୱରଙ୍କ ଛବି ଲିଭିଗଲା।
ମୁଁ ସେଇଠି ସେମିତି ଠିଆ ହେଇଥିଲି ଦିନହୀନ ଭିକାରୁଣୀଟେ ଭଳି। ଶୁଣୁଥିଲେ ଗଳ୍ପ ତୃଷ୍ଣା ନଈରେ ବନ୍ୟା। ସୃଷ୍ଟି ଶ୍ରେଷ୍ଠ, ସ୍ରଷ୍ଟା ସ୍ଥିର। ଯମୁନା ବୋହିବ ସେଇ ନିର୍ଦ୍ଦିଷ୍ଟ ଦିଗରେ। ତାକୁ ଉଜାଣି ବାହିବା ଏକ ଅପଚେଷ୍ଟା ନୁହେଁ ତ ଆଉ କ'ଣ? ଯଦି ଗପଟି ଆପଣଙ୍କୁ ଭଲ ଲାଗୁଥାଏ ତାହେଲେ କମେଣ୍ଟ ବକ୍ସକୁ ଯାଇ କମେଣ୍ଟ ଦବାକୁ ଜମା ଭୁଲନ୍ତୁନି। ଆପଣମାନଙ୍କ ପାଇଁ ମୁଁ ପୁଣି ଥରେ ଆଉ ଗୋଟେ ନୂଆ ଗପ ନେଇ ଆସିବି। ସେ ଯାଏ ରହୁଛି। ନମସ୍କାର।